ଦେଖନ୍ତୁ ବିଜେପିର ଯିଏ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ଭାବରେ 24 ନମ୍ବର ଜୋନ୍ରୁ ଛିଡ଼ା ହୋଇଥିଲେ ଅକ୍ଷୟ ପ୍ରସାଦ ସେଠୀ ଅକ୍ଷୟ ପ୍ରସାଦ ସାମଲ ସିଏ ତାଙ୍କର ରହଣିଆ ପଞ୍ଚାୟତରୁ ଏବଂ ଅନ୍ୟାନ୍ୟ ପଞ୍ଚାୟତରୁ ପାଖାପାଖି 100ରୁ ଉର୍ଦ୍ଧ୍ୱ ପରିବାରକୁ ଆଣି ସାମିଲ କରିଛନ୍ତି ଏବଂ ବିଜୁ ଜନତା ଦଳ ରହଣିଆରେ ଯେଉଁ ସଂଗଠନ ଦୃଢ଼ ଥିଲା ଆହୁରି ସୁସଂଗଠନ ହେବ ଏବଂ ଏକ ଉଦୟମାନ ଯୁବକକୁ ପାଇଛି। ଆଗାମୀ ଦିନରେ ସେ ପଞ୍ଚାୟତ ଜୋନ୍ରେ ଗୋଟେ ବୃହତ ବିଜୟ ଆଡ଼କୁ ବିଜୁ ଜନତା ଦଳ ଯାଉଛନ୍ତି। ପ୍ରତ୍ୟେକ ଦିନ ଦେଖନ୍ତୁ ବିଜୁ ଜନତା ଦଳ ଅନ୍ୟ ଦଳ ତ୍ୟାଗ କରି ମିଶୁଛନ୍ତି ଏବଂ ତାଙ୍କ ସହିତ ଆହୁରି ମଧ୍ୟ ଆମ ରାମଚନ୍ଦ୍ରପୁର ପଞ୍ଚାୟତର ରାଜେନ୍ଦ୍ରପୁର ପଞ୍ଚାୟତର ଏକ୍ସ ସରପଞ୍ଚ ସୁଦର୍ଶନ ସେଠୀ ସିଏ ମଧ୍ୟ ଆସି ଆମ ସହିତ ସାମିଲ ହୋଇଛନ୍ତି ଦଳରେ ଏବଂ ସିଏ ଜଣେ ଦୃଢ଼ ସଂଗଠକ ଏବଂ ଏହାଦ୍ୱାରା ରାଜେନ୍ଦ୍ରପୁରରେ ଆମର ସଂଗଠନ ଆହୁରି ସୁଦୃଢ଼ ହେବ। ଆଗାମୀ ଦିନରେ ଯେଉଁ ଇଲେକ୍ସନରେ ବିଜୁ ଜନତା ଦଳ ଆଜି ଦେଖନ୍ତୁ ଦୁଇଟି ନେତୃତ୍ୱକୁ ପାଇଛି ଏବଂ ଆଗାମୀ ଦିନରେ ଆହୁରି କଂଗ୍ରେସ ବିଜେପି ଦଳ ତ୍ୟାଗ କରି ବହୁ ନେତୃତ୍ୱ ମିଶିବେ, ତାଙ୍କ ସହିତ ବହୁ ପରିବାର ମଧ୍ୟ ମିଶିବେ ଏବଂ ବିଜୁ ଜନତା ଦଳ ଏକ ବୃହତ ବିଜୟ ଆଡ଼କୁ ଯାଉଛି। ଅକ୍ଷୟ କୁମାର ସାମଲ ମୁଁ 24 ନମ୍ବର ଜୋନ୍ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ଥିଲି, କିନ୍ତୁ ମୁଁ ମାନନୀୟ ନବୀନ ପଟ୍ଟନାୟକ ସାର୍ଙ୍କର ତାଙ୍କର କାର୍ଯ୍ୟଶୈଳୀ ତାଙ୍କର ଡେଭଲପମେଣ୍ଟ ୱାର୍କ ଦେଖି ଆଉ ଆମର ସଞ୍ଜୀବ ଭାଇଙ୍କର ଭଦ୍ରକରେ ଥିଲାବେଳେ ଯେଉଁ ୱାର୍କ ସେ କରିଛନ୍ତି ସେଥିରେ ମୁଁ ଅନୁପ୍ରାଣିତ ହୋଇ ମୁଁ ବି ଚାହୁଁଛି କି ମୋ ଭଣ୍ଡପୁର ନିର୍ବାଚନରେ କେମିତି ଉନ୍ନତି ହେବ, ତା ସହିତ ମୋ ଜୋନ୍ର କେମିତି ଉନ୍ନତି ହେବ, ସେଥିପାଇଁ ମୁଁ ସଞ୍ଜୀବ ଭାଇଙ୍କ ସହିତ ଆଜି ମିଶିଛି। ବିଜେପି ଦଳରେ ପ୍ରାୟ 5 ବର୍ଷ ଥିଲି, ତାର ଓନ୍ଲି ଡେଭଲପମେଣ୍ଟ ୱାର୍କ ଭଦ୍ରକ ଦେଖି ନିଶ୍ଚିନ୍ତ ସେ ମୋତେ କଥା ଦେଇଛନ୍ତି, ମୁଁ ବି ସେ ଆଶା କରୁଛି ତାଙ୍କ ପାଖରେ। ଭଲ ଲାଗିବାରୁ ମୁଁ ସାମିଲ ହେଇଛି ଆଉ। ମୁଁ କଂଗ୍ରେସରେ ଥିଲି। କଂଗ୍ରେସରେ ମୁଁ 24 ବର୍ଷ। ଆଜ୍ଞା ନାଇଁ ବିଜେପିଟା 24-25 ବର୍ଷ ଭିତରେ ଓଡ଼ିଶାର ଯେଉଁ ଉନ୍ନତି ହେଇଛି ସେକୁ ଦେଖିକି ଯିଏକି କୃଷି କତରୁ କମ୍ୟୁନିକେସନ୍ କତରୁ ଶିକ୍ଷା କତରୁ ସବୁ ଉନ୍ନତି ହେଇଛି, ତେଣୁ ମୁଁ ବିଜୁ ଜନତା ଦଳରେ ସାମିଲ ହୋଇଛି। ଆଗକୁ ସାଧାରଣ ନିର୍ବାଚନ କେତେ ଆପଣ ସହଯୋଗ କରିବେ ଅଛି? ଆଜ୍ଞା କେତେ ସହଯୋଗ କରିବେ ପ୍ରାର୍ଥୀ ଯେଉଁ ଅଛନ୍ତି? ବାବା ତ ମୁଁ ଯେତେ ଚେଷ୍ଟା କରିବି। ବନ୍ତ କାମ କରେ ଭଲ ବେଟର ହେଉଛି, ସେଥିପାଇଁ ଆମେ ଏଥିରେ ମିଶିଛୁ। ଏଥିରେ କାମ ଟିକେ ସଫଳତା ଅଛି। ସଞ୍ଜୀବ ମଲ୍ଲିକ ଟିକେ ଭଲ କାମ କରୁଛନ୍ତି, ତାଙ୍କ ଦଳରେ ବିଜୁ ଜନତା ଦଳ ମିଳିଥିଲେ କାମ ସଫଳତା ପାଇବୁ। ଆମେ ବିଜେପି ଆଗାମୀ ଇଲେକ୍ସନରେ ଲକ୍ଷ୍ୟ କରୁଛୁ। ଭଲ କାମ କରୁଛନ୍ତି ସଞ୍ଜୀବ ସାର୍, ଭଲ କାମ କରୁଛନ୍ତି, ଭଲ କାମକୁ ଆମେ ସଫଳତା ଦେବେ ଆଶା ରଖିଛୁ। ଆଜି ଆମେ 11 ଜଣ ଆସିଛୁ। ସଞ୍ଜୀବ ସାର୍ ଅଛନ୍ତି, ସେ ଭଲ କ୍ୟାଣ୍ଡିଡେଟ୍, ସେ ଭଲ କାମ ସେଥିରେ ଭଲ କାମ କରୁଛନ୍ତି। ମାନେ ସେଇ ଆଶା ରଖିକି ପୁଣି ଆସୁଛୁ, ସେ କାମ କରୁଛନ୍ତି, କରିବେ ବୋଲି ଆଶା ରଖିଛୁ। ଚିତ୍ତରଞ୍ଜନ ସାହୁ ବନ୍ଦ। ଆଗାମୀ ପଞ୍ଚାୟତ ଇଲେକ୍ସନରେ ଆମେ କଂଗ୍ରେସ ପାଇଁ କାମ କରିଥିଲୁ। ଆଗାମୀ ପଞ୍ଚାୟତ ଇଲେକ୍ସନରେ ଆମେ କଂଗ୍ରେସ ପାଇଁ କାମ କରିଥିଲୁ, ତାକୁ ମଧ୍ୟ ଜିତେଇଥିଲୁ। ଫଳରେ ଆମର କିଛି ଅସୁବିଧା ହେଲା କି ଘର ଇନ୍ଦିରାବାସ ଆଉ ଭର୍ତ୍ତା ଯାହା କହିଲେ ଆମ ସେମାନେ କିଛି ହେଲାନି, ସଫଳ ପାଇଲୁନି। ଆମେ ଜାଣିଲୁ ସଞ୍ଜୀବ ସାର୍ ଜଣେ ଭଲ ମଣିଷ, ଯିଏକି ଆମ ଭଣ୍ଡାରୀପୁର ପାଇଁ ସେ କାମ କରିବେ। ସେଥିପାଇଁ ଆମେ ଜାଣିଲୁ କି ତାଙ୍କ ସହିତ ଆମର ଆଗକୁ ବି କିଛି ସବୁ ସୁବିଧା ଅସୁବିଧା ହେଇପାରିବ। ଆଉ ନବୀନ ବାବୁଙ୍କୁ ଆମେ 6ଠ ଥର ପାଇଁ ଆମେ ବିଜୟ କରିବୁ। ଆମେ କଂଗ୍ରେସରେ ଥିଲୁ। କଂଗ୍ରେସରେ ଆମର ସରପଞ୍ଚ ଠିଆ ଥିଲେ ଯିଏ ତାକୁ ଜିତେଇଥିଲୁ। କାରଣ ଧର ଆମେ ଗୋଟେ ଅସୁବିଧା ହେଲା ଇନ୍ଦିରାବାସ କି ଭର୍ତ୍ତା ଯାହା କାମ ହବ ଆମର ପାଇଲୁନୁ, କିଛି ସୁବିଧା କିଛି ହେଲୁ ପାଇଲୁନୁ। ଆମେ ବିଶ୍ୱାସ ଅଛି ସେ ଜଣେ ଭଲ ମଣିଷ, ଯିଏକି ଆମର ସୁବିଧା ଅସୁବିଧା ସୁଖ ଦୁଃଖରେ ସାଥି ହେବେ। ଆଉ ଆମେ ତାଙ୍କ ପାଦ ଘରେ ହାତରେ ପହଞ୍ଚିଲେ ବି ଆମର କାମ ସେ କରିବେ ବୋଲି ଆଶା ବିଶ୍ୱାସ ଅଛି। ଆଉ ତାଙ୍କୁ ମଧ୍ୟ ଆମେ ଜିତେଇବୁ 100% ବିଜୟ କରିକି ରହିବୁ।